ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ପ୍ରଭୁ ଯୀଶୁଙ୍କ ନାମରେ ଜିସସ୍ ଗସ୍ପେଲ୍ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କ ହାର୍ଦ୍ଦିକ ଅଭିନନ୍ଦନ ସହ ସ୍ୱାଗତ କରେ। ଆଜି ଆମେ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦିବ୍ୟ ଶରୀର ରୁଧିର ପର୍ବ ପାଳନ କରୁଅଛୁ। ଏତେ ଅବସରରେ ଆଜିର ପବିତ୍ର ବାକ୍ୟ ଗୁଡ଼ିକ ହେଲା ପ୍ରଥମ ପଠନ ବହିର୍ଗମନ ଗ୍ରନ୍ଥନରୁ ପାଠ 24 ଅଧ୍ୟାୟ 3-8 ପଦ ଏବଂ ହିବ୍ରୁ 9 ଅଧ୍ୟାୟ 11-15 ପଦ ଏବଂ ଆଜିର ପବିତ୍ର ସୁସମାଚାର ମାର୍କ 14 ଅଧ୍ୟାୟ 12-16 ପଦ ଏବଂ 22-26 ପଦ। ପ୍ରିୟ ଭାଇ ଓ ଭଉଣୀମାନେ, ଆମେମାନେ ବାଇବେଲରେ ଅନେକ ସ୍ଥାନରେ ଦେଖିବାକୁ ପାଉଛୁ ଯେ ଏହି ଦିନଟି ଦିବ୍ୟ ଶରୀର ରୁଧିର ପର୍ବ ପାଳନ କରେ। ଆମମାନଙ୍କର ପିତୃପୁରୁଷମାନେ ସେହି ସମୟରେ ପ୍ରବକ୍ତା ମୋଶେଙ୍କର ନିୟମ ବିଧି ଅନୁସାରେ ସେତେବେଳେ ସେମାନେ ପାପାର୍ଥକ ବଳି ଏବଂ ବିଭିନ୍ନ ପ୍ରକାର ବଳି ସେମାନେ କ'ଣ କରୁଥିଲେ, ମେଷ ବୃଷ ବଳି ଦେଇ ସେମାନେ ତାଙ୍କୁ ନିଜ ନିଜର ଆବଶ୍ୟକତା ଅନୁସାରେ ଯାହା କରୁଥିଲେ। କିନ୍ତୁ ମୋର ପ୍ରିୟମାନେ, ପ୍ରଭୁ ପରମେଶ୍ୱର ସେ ସର୍ବଶ୍ରେଷ୍ଠ ମେଷ, ଯେଉଁ ମେଷ କି ସ୍ୱୟଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେ ଏହି ଜଗତ ନିମନ୍ତେ, ଏହି ଜଗତର ପରିତ୍ରାଣ ନିମନ୍ତେ, ଉଦ୍ଧାର କରିବା ନିମନ୍ତେ ସେ ପଠାଇଲେ। ଜହନ 1:29 ପଦରେ ସେ କହନ୍ତି, ଦୀକାଗୁରୁ ଜହନ, ଏଇ ଦେଖ ପରମେଶ୍ୱରଙ୍କର ମେଷ ଶାବକ, ଯେ ଜଗତର ପାପ ହରଣ କରନ୍ତି। ଆଉ ଆମେମାନେ ବାରମ୍ବାର ଆଉ ସେହି ମେଷ ବଳିର ଆବଶ୍ୟକ ନାହିଁ, ପାପାର୍ଥକ ବଳି ପାଇଁ ମେଷର ଆବଶ୍ୟକ ନାହିଁ, ଯେହେତୁ ସମସ୍ତ ପାପାର୍ଥକ ବଳି ନିମନ୍ତେ ମେଷ ବୃଷ ବଦଳରେ ଏକମାତ୍ର ମେଷ ଜନ୍ମ ହେଉଛନ୍ତି, ସେ ଅଟନ୍ତି ଯୀଶୁ ଖ୍ରୀଷ୍ଟ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୋର ପ୍ରିୟ ଭାଇ ଭଉଣୀମାନେ, ଆପଣମାନେ ଯଦି ଦେଖନ୍ତି ଗଣନା 28 ଏବଂ 29 ଅଧ୍ୟାୟରେ, ଯଦି ଏ ଦୁଇଟି ଅଧ୍ୟାୟରେ ଆପଣମାନେ ଦେଖନ୍ତି, ସେହି ସମୟରେ ସେମାନେ 8 ପ୍ରକାର ନୈବେଦ୍ୟ ଉତ୍ସର୍ଗ କରୁଥିଲେ। ତାହା ସେହି ଦୁଇଟି ଅଧ୍ୟାୟ ମଧ୍ୟରେ ଆପଣମାନେ ପ୍ରାପ୍ତ କରିବେ। ଏକ ଦୈନିକ ନୈବେଦ୍ୟ ସେମାନେ ଉତ୍ସର୍ଗ କରୁଥିଲେ। ଦ୍ୱିତୀୟରେ ବିଶ୍ରାମ ବାରର ନୈବେଦ୍ୟ ଉତ୍ସର୍ଗ କରୁଥିଲେ। ତୃତୀୟରେ ମାସର ପ୍ରଥମ ନୈବେଦ୍ୟ ସେମାନେ ଉତ୍ସର୍ଗ କରୁଥିଲେ। ଚତୁର୍ଥ ନିସ୍ତାର ପର୍ବର ନୈବେଦ୍ୟ। ପଞ୍ଚମ ଶସ୍ୟ ଅମଳ ପର୍ବର ନୈବେଦ୍ୟ। ଷଷ୍ଠ ତୁରିଧନି ପର୍ବର ନୈବେଦ୍ୟ। ସପ୍ତମ ପ୍ରାୟଶ୍ଚିତ ଦିନର ନୈବେଦ୍ୟ। ଅଷ୍ଟମ ପତ୍ର କୁଟୀର ପର୍ବର ନୈବେଦ୍ୟ। ଏହିପରି ସେମାନେ 8 ଗୋଟି ନୈବେଦ୍ୟ ଉତ୍ସର୍ଗ କରୁଥିଲେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ଦେଖିବାକୁ ପାଉଛୁ ସେ ସମସ୍ତ ନୈବେଦ୍ୟ ଅପେକ୍ଷା ଏକମାତ୍ର ନୈବେଦ୍ୟ ଅଟନ୍ତି ନିଖୁନ୍ତ ମେଷ ଶାବକ ନିଷ୍କଳଙ୍କ ରକ୍ତ ଦ୍ୱାରା ଏହି ପାପ ମନୁଷ୍ୟର ପରିତ୍ରାଣ ନିମନ୍ତେ ଯୀଶୁଙ୍କର ଆଗମନ ହେଲା। ମୋର ପ୍ରିୟ ଭାଇମାନେ, ସେଥିପାଇଁ ସେ ନିଜେ କହନ୍ତି ତାଙ୍କର ବାକ୍ୟରେ, ଜହନ ତାର 6 ଅଧ୍ୟାୟର 53 ପଦରେ ଏହିପରି ଲେଖା ଅଛି, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ମନୁଷ୍ୟ ପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କର ରକ୍ତ ପାନ ନ କଲେ ତୁମମାନଙ୍କଠାରେ ଜୀବନ ନାହିଁ। ମନୁଷ୍ୟ ପୁତ୍ରଙ୍କର ରକ୍ତ ଏବଂ ମାଂସ ଯଦି ଆମେ ଭୋଜନ କରିବା ନାହିଁ, ତେବେ ଆମମାନଙ୍କ ପାଖରେ ସେ ଜୀବନ ନାହିଁ। ଯାହା ଆପଣମାନେ ସମସ୍ତେ ଜାଣନ୍ତି, ତାହା ଦିବ୍ୟ ବଳି ମାଧ୍ୟମରେ ଯାଜକମାନେ ଉତ୍ସର୍ଗ କରନ୍ତି ଏବଂ ଆମ ସମସ୍ତଙ୍କ ପାଇଁ ତାହା ସେମାନେ ଦିବ୍ୟ ବଳିରେ ଉତ୍ସର୍ଗ କରନ୍ତି। ଏବଂ ଯେଉଁ ରୁଟି ଏବଂ ଦ୍ରାକ୍ଷାରସ ନେଇ ସେମାନେ ସେହି ଯଜ୍ଞ ପବିତ୍ର ପୀଠରେ
ଉତ୍ସର୍ଗ କରନ୍ତି ତାହା ଆଉ ରୁଟି ଏବଂ ଦ୍ରାକ୍ଷାରସ ହୋଇ ରୁହେ ନାହିଁ, ତାହା ରକ୍ତ ଏବଂ ମାଂସରେ ପରିଣତ ହୁଏ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏଣୁ କରିକି ସେହି ସ୍ୱର୍ଗରୁ ଅବତୀର୍ଣ୍ଣ ହେଇ ଜୀବନ୍ତ ରୁଟି ଅଟନ୍ତି ଯୀଶୁଖ୍ରୀଷ୍ଟ। ପ୍ରକୃତରେ ରକ୍ତ, ପ୍ରକୃତରେ ମାଂସ ହେଉଛନ୍ତି ଯୀଶୁଖ୍ରୀଷ୍ଟ। ତାହାଙ୍କୁ ଭୋଜନ କରିବା, ତାଙ୍କୁ ପାନ କରିବା ହିଁ ଆମମାନଙ୍କ ଜୀବନରେ ସେହି ଜୀବନ ଆସିଥାଏ। ଏବଂ ଆପଣମାନେ ମଧ୍ୟ ଦେଖନ୍ତି ପ୍ରଥମ କରନ୍ତି 11:27 ସେଠାରେ ପ୍ରକାଶ କରେ, ଅତଏବ ଯେ କେହି ଅଯୋଗ୍ୟ ଭାବରେ ସଦାପ୍ରଭୁଙ୍କର ଏହି ରୁଟି ଭୋଜନ କରେ କିମ୍ବା ଏହି ପାନ ପାତ୍ରରୁ ପାନ କରେ, ସେ ସଦାପ୍ରଭୁଙ୍କର ଶରୀର ଓ ରକ୍ତର ଦାୟୀ ହେବ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏହି ଯେଉଁ ରୁଟି ଏବଂ ଦ୍ରାକ୍ଷାରସ ଭୋଜନ କରିବାକୁ ଯାଉଅଛୁ, ତେବେ ଆମମାନଙ୍କ ଜୀବନରେ ଯୋଗ୍ୟ ବିବେଚିତ କରିବା ଦରକାର, ପାପ ସ୍ୱୀକାର କରିବା ଦରକାର, ଅନୁତପ୍ତ ହୃଦୟରେ ଯୀଶୁଙ୍କ ନିକଟକୁ ଫେରିବା ଦରକାର। ପ୍ରଭୁ ଯୀଶୁଙ୍କୁ ଉଦ୍ଧାରକର୍ତ୍ତା, ଜୀବନଦାତା ବୋଲି ଆମମାନଙ୍କର ମୁଖ ମାଧ୍ୟମରେ ସ୍ୱୀକାର କରିବାର ସହିତ ଅନ୍ତରରେ ଆମେ ତାଙ୍କୁ ଗ୍ରହଣ କରିବା ଦରକାର। ନିଜକୁ ପବିତ୍ର କରି, ସୂଚି ପବିତ୍ର କରି ଆମେ ତାହାଙ୍କୁ ଗ୍ରହଣ କରିବା ଦରକାର। କାରଣ ସେ ସଦାପ୍ରଭୁ ପରମେଶ୍ୱର ଅତି ପବିତ୍ର ଏବଂ ଅତି ମହାନ ଅଟନ୍ତି। କାରଣ ସେ ଆମମାନଙ୍କ ନିକଟକୁ ଶରୀର ରୁଧିର ମାଧ୍ୟମରେ ଆସନ୍ତି। ଆଜିର ସୁସମାଚାର ଆପଣମାନେ ଦେଖନ୍ତି, ସଦାପ୍ରଭୁ ପରମେଶ୍ୱର ନିଜେ ସ୍ୱୟଂ କ'ଣ ବଳି ଉତ୍ସର୍ଗିତ ହୁଅନ୍ତି ଏବଂ ସେହି ଦିବ୍ୟ ବଳି ଆମମାନଙ୍କର ପ୍ରତ୍ୟେକଙ୍କ ହୃଦୟରେ, ପ୍ରତ୍ୟେକଙ୍କ ଅନ୍ତଃକରଣରେ ଆସିବା ନିମନ୍ତେ ଯାଜକମାନେ ତାହା ଅନୁଷ୍ଠାନ କରନ୍ତି। ବିଶ୍ୱାସ କରିବା, ପ୍ରାର୍ଥନା କରିବା। ଠିକ୍ ସେହିଭଳି ଆଜିର ପ୍ରଥମ ପଠନ ଯଦି ଆପଣମାନେ ଦେଖନ୍ତି, ସଦାପ୍ରଭୁ ମୋଶେସଙ୍କୁ ଆଦେଶ କରନ୍ତି, କାରଣ ଏହିପରି ସେଇ ଦିବ୍ୟ ବଳି ଉତ୍ସର୍ଗ କରିବା ପାଇଁ ସେଠାରେ ସେ କହନ୍ତି। ଆଜିର ପ୍ରଥମ ପଠନ ବହିର୍ଗମନ ଗ୍ରନ୍ଥରୁ ପାଠ 24:3 ଏବଂ 4 ପଦରେ ଲେଖା ହେଉଛି ଯେ ସଦାପ୍ରଭୁଙ୍କର ଆଜ୍ଞା ପାଳନ କରିବା ନିମନ୍ତେ ଯେତେବେଳେ ମୋଶେସ କହିଲେ, ସେତେବେଳେ ସେହି ଲୋକମାନେ ସମସ୍ତେ ମାନି କହିଲେ, ଗୋଟେ ସ୍ୱରରେ କହିଲେ, ସଦାପ୍ରଭୁ ଯେଉଁ ସବୁ ଆଉ କହିଅଛନ୍ତି ତାହା ଆମେମାନେ ପାଳନ କରିବା, ଆମେ ସମସ୍ତେ ମିଶିକି ପାଳନ କରିବା ବୋଲି ସେ କହନ୍ତି। ଏବଂ ସେ ରୀତିନୀତି ଅନୁସାରେ ଦ୍ୱାଦଶ ଗୋଷ୍ଠୀକୁ ନେଇକି ସେ କ'ଣ କରନ୍ତି, ଗୋଟେ ଯଜ୍ଞ ବେଦୀ ଉତ୍ସର୍ଗ କରନ୍ତି, ଯଜ୍ଞ ବେଦୀ ନିର୍ମାଣ କରନ୍ତି ଏବଂ 12 ଗୋଷ୍ଠୀ ବା ଦ୍ୱାଦଶ ଗୋଷ୍ଠୀ ମାନଙ୍କ ପାଇଁ ଗୋଟେ ଗୋଟେ ସ୍ତମ୍ଭ ତିଆରି କରି ସେ କ'ଣ କରନ୍ତି, ଆଉ କିଛି ଯୁବକମାନଙ୍କୁ ଡାକିକି ଆଉ ବୃଷ ଅର୍ଥାତ୍ ସେଇ ଷଣ୍ଢ ବା ବଳଦକୁ ନେଇକି ସେ କ'ଣ କରେ, ବଳି ଉତ୍ସର୍ଗ କରେ। କିଛି ରକ୍ତ ସେଇ ହୋମ ଯଜ୍ଞରେ ଛିଞ୍ଚି ଦେଇ ଅଳ୍ପ କିଛି ରକ୍ତ ସେ କ'ଣ କରେ, ବାହାରେ ରଖେ ଏବଂ ପ୍ରତ୍ୟେକଙ୍କୁ 12 ଗୋଷ୍ଠୀକୁ ସେ କ'ଣ କରନ୍ତି, ସେ ରକ୍ତ ଦ୍ୱାରା ସେ ଛିଞ୍ଚନ୍ତି। ଛିଞ୍ଚିବା ଦ୍ୱାରା ସେମାନଙ୍କର ପାପ କ୍ଷମା ହୁଏ। ଏପରି ସେପରି ସେମାନେ ବିଶ୍ୱାସ କରୁଥିଲେ। ଆଜି ପର୍ଯ୍ୟନ୍ତ ମଧ୍ୟ ଯାଜକମାନେ ଯେତେବେଳେ ଅନୁତାପ ଗୀତ ଆରମ୍ଭ ହୁଏ, ଅନୁତାପ ବିଧି ଆରମ୍ଭ ହୁଏ, ସେହି ସମୟରେ ସାଧୁ ପାଣି ଧରିକି ଆମମାନଙ୍କୁ ପ୍ରତ୍ୟେକଙ୍କ ପାଖରେ ଆସିକି ଛିଞ୍ଚନ୍ତି। କାରଣ ତାହା ହେଉଛି ଆମମାନଙ୍କର ପାପର ପ୍ରାୟଶ୍ଚିତ ଉଦ୍ଦେଶ୍ୟରେ ସେହି ସମୟରେ ସେମାନେ ରକ୍ତ ବ୍ୟବହାର କରୁଥିଲେ। ଏହି ସମୟରେ ଆମମାନେ ଯାଜକଙ୍କ ମାନଙ୍କର ମାଧ୍ୟମରେ ସେ ପବିତ୍ର ଜଳ ବ୍ୟବହାର କରୁଛୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ବିଶ୍ୱାସ କରିବା, ପ୍ରାର୍ଥନା କରିବା ଯେ ସେହି ସଦାପ୍ରଭୁ ପରମେଶ୍ୱର ଅଦ୍ୱିତୀୟ ପୁତ୍ର ହୋଇ ନିଜେ ବଳି ହୋଇ ମୋତେ ଏବଂ ଆପଣମାନଙ୍କୁ ଉଦ୍ଧାର କରିଅଛନ୍ତି। ସେହି ଦିବ୍ୟ ଶରୀର ରୁଧିରକୁ ଆମେ ଯୋଗ୍ୟ ଭାବରେ ଗ୍ରହଣ କରିବା ପାଇଁ ସର୍ବଦା ଚେଷ୍ଟା କରିବା ଏବଂ ପ୍ରାର୍ଥନା କରିବା। ପ୍ରଭୁ ଆମ ସମସ୍ତଙ୍କୁ ଏହି ସଂକ୍ଷିପ୍ତ ବାକ୍ୟ ଦେଇ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ସମସ୍ତଙ୍କୁ ଜୟ ଯୀଶୁ।